पढ़िबा आमर जो प्रसंग रखा जाइछि माथ्यू 21 रो 1 रु 4 जाए कहीं जने टिकिए पढ़ंतु माइक रे पढ़ंतु काकु दिया से माइक जेतेबेले से माने जेरुसालेमर निकटवर्ती होई बेथगामी जिता पर्वत निकट में उपस्थित हेले सेतेबेले यीशु दुई शिष्यों को एही ठाइले तुम्भ मानक सम्मुखस्थ सही ग्राम को जाओ आ जीवा मात्रे बंधा होइथिबा गोटिए गर्भवी ओ ताहा सहित गोटिए शावक को देखिबो सेमानकु फिटाई मन निकट को घेनी आस आउ जेबे कही तुम्भ मानक किछि कहे तबे कहिबो तुम्भ मानक ठारे प्रभुकर प्रयोजन अछि सही कणी से सेमानकु पठाई देबो भाववादी को द्वारा आमे समस्ते जानू जीशु गध शावक उपरे बसिकी विजय यात्रा करथिले आजिर मोर प्रसंग दुई भागरे मु कहिबी गोटिए भाग हेला अप्रयोजनीय व्यक्ति को परमेश्वर प्रयोजनीय करते आमे कि शास्त्र रे पढ़ुना हो जो प्रस्तर को गांधक माने अग्राह कले ताहा कोणर प्रधान प्रस्तर है सेहीपरि एठारे गधर विषय को आम देखु प्रमुख लोक माने गध को अनेक स्थान रे व्यवहार करा जाउछला किंतु प्रभु गृह केबे से व्यवहार हो पारु नथला गोटिए अदरकारी अग्राह तिरस्कृत होइथिबा गोटिए पशु समागम तंबुरे सोलोमन मंदिर रे जेतेबेले बलिदान उत्सर्ग करा जाउछला घुघु कापटा छाग मेष वृष ए सबको स्थान था किंतु गध पाई गोटे विपदर नियम परमेश्वर बनाई देते गध केबे भी सदा प्रभु उद्देश्य व्यवहार हेबार सुजोग पाऊ आम अनेक पशु को परमेश्वर मनोनीत करिवार देखु गोठर पशु आनिब पक्षी आनिब बलि करिब किंतु से पशु मानक तालिकार गध पाई गोटिए विपदर बार्ता था जेतेबेले गोटिए मेष मेसी शावक जन्म दियंती ताहार प्रथम शावक सदा प्रभु निमंते व्यवहार होउथला किंतु जदि गोटे गधर प्रथम जात संतान हुए इस्राएलिय माने जेते पशु को प्राप्त करुथिले सब पशुर प्रथम पशु सदा प्रभुଙ୍କର बोलिकी परमेश्वर कहते किंतु गोटे पशु को अग्राह करा जाइथिला आउ ताहा होछि गध जदि गध भी गोटे संतान को जन्म देले ताहा को प्रभु ग्रहण करू नथिले
ଯାତ୍ରା ପୁସ୍ତକ ବାହାର କରନ୍ତୁ, ତାହାର 13 ଅଧ୍ୟାୟର 13 ପଦ ପଢ଼ନ୍ତୁ। ପୁଣି ତୁମ୍ଭେ ମେଷ ଶାବକ ଦେଇ ପ୍ରତ୍ୟେକ ପ୍ରଥମ ଜାତ ଗର୍ଭଭୁକ୍ତ ମୁକ୍ତ କରିବ, ଯେବେ ମୁକ୍ତ ନ ଠିକରେ ପଢ଼, ଠିକରେ ପଢ଼। ଗର୍ଭଭୁକ୍ତ ମୁକ୍ତ କରିବ, ଯେବେ ମୁକ୍ତ ଗର୍ଭଭୋଗକୁ ମୁକ୍ତ କରିବ, ତେବେ ମୁକ୍ତ ନ କରିବ, ତେବେ ତାର ବେକ ଭାଙ୍ଗିବ। ପରମେଶ୍ୱର କହିଲେ, ସଦାପ୍ରଭୁ ତୁମକୁ ଯେତେ ପଶୁ ଦେବେ, ସବୁ ପଶୁର ପ୍ରଥମ ଗର୍ଭଫଳ ସଦାପ୍ରଭୁଙ୍କର ହେବ। 12 ପଦରେ ଲେଖା ଅଛି। आदरणीय डॉक्टर अंबेडकर जी, नमन। आपने दिया भारत का संविधान, কিন্তু যদি ତୁମ ଘରେ ଗର୍ଭବୀ ଗୋଟିଏ ଛୁଆ ଜନ୍ମ ଦେଲା, ସେ ଗର୍ଭର ଛୁଆ ପ୍ରଭୁଙ୍କର ହେବ ନାହିଁ। କୁକୁଡ଼ା, କାକଡ଼ା, ପାରା, ଛେଳି, ମେଷ, ମେଣ୍ଢା, ଗୋରୁ, ବଳଦ, ଯେତେ ପଶୁ ପକ୍ଷୀ ଯାହା ବି ପ୍ରଥମ ସନ୍ତାନ ଜନ୍ମ ହେବ, ପ୍ରଭୁଙ୍କୁ ଦେବ। ପ୍ରଭୁଙ୍କ ବେଦୀରେ ତାହାକୁ ବଳି କରାଯିବ। ସେ ପ୍ରଭୁଙ୍କର ସୁଗ୍ରାହ ବଳି ହେବ। କିନ୍ତୁ ପ୍ରଭୁ କହିଲେ, ଗଧ ମତେ ଆବଶ୍ୟକ ନାହିଁ। ଯଦି ଗର୍ଭବୀ ଗୋଟିଏ ସନ୍ତାନ ଜନ୍ମ ଦେଲା, ଆଉ ତୁମେ ସେଇ ଗର୍ଭବୀର ସନ୍ତାନକୁ ଆଣିକି ସଦା ପ୍ରଭୁଙ୍କ ଗୃହରେ ଉତ୍ସର୍ଗ କରିପାରିବ ନାହିଁ, ମନ୍ଦିରକୁ ଆଣିପାରିବ ନାହିଁ। ପରମେଶ୍ୱର ଗର୍ଭବୀକୁ ଗର୍ଭବକୁ ଘୃଣା କରୁଥିଲେ। ଆଉ ଜଣକ ପରମେଶ୍ୱର ଅଭିଶାପ ଦେଇକି କହିଲେ, ସେ ବନ୍ୟ ଗର୍ଭବ ତୁଲ୍ୟ ହେବ ବୋଲି। ପରମେଶ୍ୱର ବିଲକୁଲ ଗ୍ରହଣ କରିନଥିଲେ ଗର୍ଭବକୁ, ଗର୍ଭବୀକୁ, ଯାର ଶାବକକୁ। ଯଦି ମନେ କରନ୍ତୁ ଗୋଟିଏ ଗର୍ଭବୀ ସନ୍ତାନ ଜନ୍ମ ଦେଲା, ଶାବକ ଜନ୍ମ ଦେଲା, ଆଉ ସେ ଶାବକକୁ ନେଇକି ଗଲେ ବିପଦ ଅଛି। ପ୍ରଭୁ କହିଲେ, ତୁମେ ଆଣିବ ନାହିଁ। ଯଦି ତୁମେ ସେ ଗର୍ଭବର ଛୁଆକୁ ଆଣିବା ପାଇଁ ଚାହୁଁଛ, ତା ବଦଳରେ ଅନ୍ୟ ଗୋଟେ ପଶୁକୁ ଆଣିବ, ତେବେ ସେ ପ୍ରଥମ ଜନ୍ମ ହେଇଥିବା ଗଧ ଛୁଆ ରକ୍ଷା ପାଇବ। ଯଦି ସେ ଗଧ ଶାବକ ବଦଳେ ତୁମକୁ ଦେବା ପାଇଁ ଯଦି ଆଉ କିଛି ବି ନାହିଁ, ଜାଣିଛନ୍ତି ସେ ଗଧର ଛୁଆକୁ କଣ କରାଯିବ? ପଢିଦିଅ 13 ପଦ। ଯେବେ ମୁକ୍ତ ନ କରିବ, ତେବେ ତାର ବେକ ପୁଣି ଯେବେ ମେଷଶାବକ ଦେଇ ପ୍ରତ୍ୟେକ ପ୍ରଥମ ଜାତ ଗର୍ଭବକୁ ମୁକ୍ତ କରିବ, ଯେବେ ମୁକ୍ତ ନ କରିବ, ତେବେ ତାର ବେକ ଭାଙ୍ଗିବ। ଯଦି ଗୋଟିଏ ଗଧ ଛୁଆକୁ, ସେ ଛୁଆ ଗର୍ଭବୀର ପ୍ରଥମ ଶାବକ ହେଇକି ଜନ୍ମ ହେଲା, ତାକୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦିଆଯିବ ନାହିଁ, ତାକୁ ମୁକ୍ତ କରିବାକୁ ପଡିବ। ମୁକ୍ତ ବୋଲି କହିଲେ ତା ବଦଳେ ଆଉ ଗୋଟିଏ ପଶୁକୁ ଦେବାକୁ ହେବ। ଯଦି ତା ବଦଳେ ଆଉ ଗୋଟିଏ ପଶୁକୁ ଦେବା ପାଇଁ ଯଦି ଶକ୍ତି ନାହିଁ, ସେ ଗର୍ଭବର ଶାବକକୁ ନେଇକି ତାର ବେକ ଭାଙ୍ଗିବ। ତାମାନେ କଣ ଲେଖା ଅଛି ତା ଭାଗ୍ୟରେ? ମୃତ୍ୟୁ, ମୃତ୍ୟୁ। ପ୍ରଭୁଙ୍କ ଲୋକମାନେ ତାକୁ ମୁକ୍ତ ଯଦି କରାଯିବ ନାହିଁ, ତାର ବେକ ଭଙ୍ଗାଯାଉ। ଅନ୍ୟ କୌଣସି ପଶୁ ପାଇଁ এই ପ୍ରକାର ଦଣ୍ଡର ଘୋଷଣା ନଥିଲା, କେବଳ ଗର୍ଭବ ପାଇଁ ଥିଲା। ଗୋଟେ ଗର୍ଭବ ଶାବକକୁ ପ୍ରଭୁଙ୍କ ଗୃହରେ ବ୍ୟବହାର ହେବାର ଅଧିକାର ନାହିଁ। ଆଉ ପରମେଶ୍ୱର ଏଣୁ କରି
ଯେତେବେଳେ ଅବ୍ରାହମ ହାଗାରର ଔରସରେ ଗୋଟିଏ ପୁଅ ଜନ୍ମ ଦେଲେ, ସେ ପୁଅକୁ ଗୋଟିଏ ଅଭିଶାପର ନାଁ ଦେଲେ। ତାର ନାମ ହଉଛି ଇସ୍ମାଏଲ। କିନ୍ତୁ ତାହାର ନାମର ଅର୍ଥ ଟିକେ ଦେଖିବା। ଆଦି ପୁସ୍ତକ ବାହାର କରନ୍ତୁ, ତାହାର 16 ଅଧ୍ୟାୟ ଆଉ ତାହାର 11-12 ପଦ ସ୍ପଷ୍ଟ ଭାବରେ ପଡ଼ିବ। ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, ଦେଖ ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇସ୍ମାଏଲ ଅର୍ଥାତ୍ ପରମେଶ୍ୱର ଶୁଣନ୍ତି ଦେବ। ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ, ପୁଣି ସେ ମନୁଷ୍ୟମାନଙ୍କ ମଧ୍ୟରେ ବନ ଗର୍ଦ୍ଧବ ସ୍ୱରୂପ ହେବ। ତାହାର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାହାର ବିରୁଦ୍ଧରେ ଥିବ। ପୁଣି ସେ ଆପଣା ଭାଇମାନଙ୍କ ସମ୍ମୁଖରେ ବାସ କରିବ। ପରମେଶ୍ୱର କହିଲେ, ସଦାପ୍ରଭୁ ତୁମର ଦୁଃଖ ଦେଖିଲେ, ତୁମର ପୁଅର ନାମ ଇସ୍ମାଏଲ ସଦାପ୍ରଭୁ ଦେଖନ୍ତି ରଖିବ, କିନ୍ତୁ ସେ ବଣ ଗଧ ପରି ହେବ। ପ୍ରଭୁଙ୍କ ଲୋକମାନେ ବାଇବଲରେ 4 ପ୍ରକାର ଗଧର କଥା ଲେଖା ଅଛି। ଗୋଟିଏ ହେଲା ବନ ଗର୍ଦ୍ଧବ ଇସ୍ମାଏଲ। ଏଇ କାହିଁକି ଏହାକୁ ବନ ଗର୍ଦ୍ଧବ ବୋଲି ନାଁ ଦିଆଗଲା? ଏହାର ହାତ ସମସ୍ତଙ୍କ ବିରୁଦ୍ଧରେ। ପରମେଶ୍ୱର ଗଧକୁ ବେଦୀରେ ଗ୍ରହଣ କଲେ ନାହିଁ, ଏଣୁକରି ଇସ୍ମାଏଲକୁ ମଧ୍ୟ ସେ ଗ୍ରହଣ କରିବାକୁ ଚାହିଁଲେ ନାହିଁ, ଏଣୁକରି ତାକୁ ଗଧ ନାଁ ଦେଉଛନ୍ତି। ଇସ୍ମାଏଲର ଅର୍ଥ ସଦାପ୍ରଭୁ ଦେଖନ୍ତି, କିନ୍ତୁ ପ୍ରଭୁ କହିଲେ ସେ ଗର୍ଦ୍ଧବ ହେବ, ତାକୁ ଆମେ ଗ୍ରହଣ କରିବା ନାହିଁ। ସଦାପ୍ରଭୁଙ୍କ ମନ୍ଦିରରେ ଇସ୍ମାଏଲକୁ ସ୍ଥାନ ନାହିଁ, ସଦାପ୍ରଭୁଙ୍କ ଗୃହରେ ବନ ଗର୍ଦ୍ଧବକୁ ସ୍ଥାନ ନାହିଁ। ଏଣୁକରି ପରମେଶ୍ୱର କହିଲେ ସେ ବନ ଗର୍ଦ୍ଧବ ସେ କେବେ ବି ବ୍ୟବହାର ହେଇପାରିବ ନାହିଁ। କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ଗର୍ଦ୍ଧବ ବନେଇ ନାହାନ୍ତି, ଆମକୁ ସେ ମେଷ ବନେଇଛନ୍ତି। ସେ କହନ୍ତି ମୋ ଉତ୍ତମ ମେଷ ପାଳକ। ସେ ଆମମାନଙ୍କୁ ମେଷ ବନାଇଛନ୍ତି, ଆଉ ସେ ଈଶ୍ୱରଙ୍କର ମେଷ ଶାବକ ହେଇକି ଆମ ନିମନ୍ତେ ବଳି ହେଲେ। ପ୍ରଭୁଙ୍କ ଲୋକମାନେ ଗର୍ଦ୍ଧବ ଗୋଟିଏ ଅଗ୍ରାହ୍ୟ ପଶୁ, ଗର୍ଦ୍ଧବ ଗୋଟିଏ ମୃତ୍ୟୁ ନିମନ୍ତେ ନିରୂପିତ ପଶୁ। କିନ୍ତୁ ଦ୍ୱିତୀୟ ଗଧ, ବିଚାରକର୍ତ୍ତା ପୁସ୍ତକ ବାହାର କରନ୍ତୁ। ବିଚାରକର୍ତ୍ତା ପୁସ୍ତକ ତାହାର 5 ଅଧ୍ୟାୟର 10 ପଦ, ଶ୍ଵେତ ଗର୍ଦ୍ଧବ। ହେ ଶ୍ଵେତ ଗର୍ଦ୍ଧବୀ ଆରୋହୀମାନେ, ହେ ଗାଲିଚାରେ ବସିବା ଲୋକମାନେ ଓ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର। ରାଜାମାନେ, ବିଚାରକର୍ତ୍ତା ମାନେ ଗୋଟିଏ ସ୍ୱତନ୍ତ୍ର ଉଦ୍ଦେଶ୍ୟରେ ଗର୍ଦ୍ଧବୀ ଉପରେ ଆରୋହଣ କରୁଥିଲେ। ବଡ଼ ଧ୍ୟାନ ଦେଇକି ଶୁଣିବେ, ଏହା ଗୋଟିଏ ଐତିହାସିକ ଘଟଣା ଥିଲା। ପ୍ରଭୁଙ୍କ ଲୋକମାନେ ଅଗ୍ରାହ୍ୟ ହୋଇଥିବା ପଶୁ ଉପରେ ଗୋଟିଏ ବିଶେଷ କାମ ଯେତେବେଳେ କରିବାର ଦରକାର ପଡୁଥିଲା, ବିଚାରକର୍ତ୍ତା ମାନେ, ରାଜାମାନେ ଗର୍ଦ୍ଧ ଉପରେ ଆରୋହଣ କରିକି ଯାତ୍ରା କରୁଥିଲେ। କଣ ସେ ଉଦ୍ଦେଶ୍ୟ ସେମାନଙ୍କର? ପଢନ୍ତୁ ତାର 10ର 4 ପଦ ଟିକେ ପଢନ୍ତୁ। ବିଚାରକର୍ତ୍ତା ନାଇଁ କି? ପୁଣି ତାହାଙ୍କର 30 ପୁତ୍ର ଥିଲେ, ସେମାନେ 30 ଗର୍ଦ୍ଧବରେ ଚଢିଲେ ଓ ସେମାନଙ୍କର 30 ନଗର ଥିଲା। ସେହି ସବୁକୁ ଆଜି ଯାଏଁ ହବତ ଜାଇଦ ଗ୍ରାମ ବୋଲି ବୋଲାଯାଏ। ଏବଂ 12ର 14 ପଦରେ ମଧ୍ୟ ଗର୍ଦ୍ଧବ ଉପରେ ନେତାମାନେ, ରାଜାମାନେ, ବିଚାରକର୍ତ୍ତା ମାନେ ଆରୋହଣ କଲେ। କାହିଁକି
ଆରୋହଣ କରୁଥିଲେ ଶ୍ଵେତ ଗର୍ଭବ ଉପରେ। ଜିଖରୀୟ 9 ଅଧ୍ୟାୟର 9 ପଦରେ ଆମର ପ୍ରସଙ୍ଗର ମୂଳ କଥା ସେଠାରେ ପରି ଲେଖା ଅଛି, ଗୋ ସିଓନ କନ୍ୟା ଆନନ୍ଦ କର, ଉଲ୍ଲସିତ ହୁଅ, ଜୟଧ୍ୱନି କର, ଅତିଶୟ ଉଲ୍ଲାସ କର। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, କାହିଁକି ଉଲ୍ଲାସ କରିବାକୁ କୁହାଯାଉଛି? ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଛନ୍ତି, ସେ ଗର୍ଭବ ଉପରେ ଅର୍ଥାତ୍ ଗର୍ଭବୀର ଶାବକ ଉପରେ ଆରୋହଣ କରି ଆସୁଛନ୍ତି। ଶୁଣନ୍ତୁ, କାହିଁକି ରାଜା ମାନେ ବିଚାରକର୍ତ୍ତା ମାନେ ଗୋଟିଏ ନଗରକୁ, ମୋ ଆଡକୁ ଧ୍ୟାନ ଦେବେ, ଗୋଟିଏ ନଗରକୁ ଯାଉଥିଲେ, ରାଜା ମାନଙ୍କର ସ୍ୱଭାବ ହାତୀ ଉପରେ ବସିକି ଯିବା, ରାଜା ମାନଙ୍କର ସ୍ୱଭାବ ଘୋଡା ଉପରେ ବସିକି ଯିବା, କିନ୍ତୁ କାହିଁକି ବିଚାରକର୍ତ୍ତାର 5ର 10ରେ ଶ୍ଵେତ ଗର୍ଭବ ଉପରେ ଆରୋହଣ କଲେ? କାହିଁକି ବିଚାରକର୍ତ୍ତା ମାନେ ଗର୍ଭବୀ ଶାବକ ଉପରେ, ଗର୍ଭ ଉପରେ କାହିଁକି ଆରୋହଣ କରୁଛନ୍ତି? ଯଦି ଆମେ ତାହାର ଇତିହାସକୁ ଦେଖିବା, ପ୍ରଭୁଙ୍କ ଲୋକମାନେ ଯେଉଁ ଶତ୍ରୁ ରାଜା ଯୁଦ୍ଧ କରିବା ପାଇଁ ଚାହୁଁଥିବ, ଯୁଦ୍ଧ କଲେ ତାହାର ଦେଶରେ ରକ୍ତ ବହିବ, ମୃତ୍ୟୁ ହେବ, କ୍ଷତି ହେବ, ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହେବେ। ଆଉ ଅନ୍ୟ ରାଜା ଯଦି ଶାନ୍ତି ଚାହୁଁଥିବ, ସେତେବେଳେ ଜଣେ ଶାନ୍ତି ଚାହୁଁଥିବା ରାଜା, ଯୁଦ୍ଧ ନ ଚାହିଁବା ରାଜା, ରକ୍ତପାତ ନ ଚାହିଁବା ରାଜା, ଲୋକମାନଙ୍କୁ ମୃତ୍ୟୁର ଦଣ୍ଡ ନ ଦେବାକୁ ଚାହିଁବା ରାଜା, ସେ ଗୋଟିଏ ସଂକେତ ବ୍ୟବହାର କରୁଥିଲେ। ସେମାନେ ଯଦି ଅଶ୍ଵ ଉପରେ ବସିକି ଆସିଲେ, ତାମାନେ ଯୁଦ୍ଧ କରିବା ପାଇଁ ଆସୁଥିଲେ। ଯଦି ହାତୀ ଉପରେ ବସିକି ଆସୁଥିଲେ, ଯୁଦ୍ଧ କରିବା ପାଇଁ ଆସୁଥିଲେ। କିନ୍ତୁ ଯଦି ଗର୍ଭବୀ ଉପରେ, ଗର୍ଭ ଉପରେ ବସିକି ଆସୁଥିଲେ, ତାମାନେ ଶତ୍ରୁ ରାଜା ଜାଣି ଦଉଥିଲା କି ଏ ଯୁଦ୍ଧ କରିବା ପାଇଁ ଆସୁନାହିଁ, ଇଏ ଶାନ୍ତିର ଚୁକ୍ତି କରିବା ପାଇଁ ଆସୁଛି। ଏହା ବାଇବଲର ଇତିହାସରେ ଲେଖା ଅଛି। ଯେତେବେଳେ ଜିହୁଦୀୟ ରାଜା ମାନେ ଆଉ ଇତିହାସର ବାଇବଲର ସମୟର ରାଜା ମାନେ ଯଦି ଯୁଦ୍ଧ ଚାହୁଁନଥିଲେ, ମୃତ୍ୟୁ ଚାହୁଁନଥିଲେ, ରକ୍ତପାତ ଚାହୁଁନଥିଲେ, ସେମାନେ ଗୋଟିଏ ଗର୍ଭବ ବା ଗର୍ଭବୀ ଉପରେ ବସିକି ଆରୋହଣ କରି ଯାଉଥିଲେ। ହାତରେ ଖଡ୍ଗ ଧରୁନଥିଲେ, ହାତରେ ବଛା ଧରୁନଥିଲେ, ସେମାନେ ମୁଣ୍ଡ ନୁଆଇ ଦେଉଥିଲେ। କାହିଁକି? ଆମେ ରକ୍ତପାତ ଚାହୁଁନାହୁଁ, ଆମେ ଶାନ୍ତି ଚାହୁଁଛୁ। ପ୍ରଭୁଙ୍କ ଲୋକମାନେ, ରାଜା ମାନଙ୍କ ରାଜା ପ୍ରଭୁ ଯୀଶୁଖ୍ରୀଷ୍ଟ ପୃଥିବୀକୁ ଆସିଲେ, ଶାନ୍ତି ସ୍ଥାପନ କରିବା ପାଇଁ ଆସିଲେ। ସେ ଯୁଦ୍ଧ କରିବା ପାଇଁ ଆସିନାହାନ୍ତି, ସେ ମୃତ୍ୟୁ ଚାହିଁଲେ ନାହିଁ, ସେ ଲୋକମାନଙ୍କୁ ମୃତ୍ୟୁରୁ ବଞ୍ଚାଇବା ପାଇଁ ଆସିବା ନିମନ୍ତେ ସେ ଗର୍ଭବର ଶାବକ ଉପରେ ବସିକି ନଗରରେ ପ୍ରବେଶ କରୁଛନ୍ତି। ଜିହୁଦୀ ଓ ସ୍କଲାର ମାନେ এই ঘটনাକୁ ଦେଖିକି ଜାଣିଗଲେ କି ଜିହୁଦୀ ମାନଙ୍କ ରାଜା ଯଦି ଗର୍ଭବୀର ଶାବକ ଉପରେ ବସିକି ଆସିଛନ୍ତି, ଯଦି ତାହା ସଫଳ ହେଇଛି, ତାମାନେ ସେ ଶାନ୍ତି ସ୍ଥାପନ କରିବା ପାଇଁ ଆସିଲେ। ସେ ରକ୍ତ କାହାର ବହାଇବାକୁ ଚାହିଁଲେ ନାହିଁ, କାହାର ମୃତ୍ୟୁ ଦେବାକୁ ଚାହିଁଲେ ନାହିଁ, କାହାର ପ୍ରାଣ ନାଶ କରିବା ପାଇଁ ଚାହିଁଲେ ନାହିଁ। ଏଣୁକରି ପ୍ରଭୁ ଯୀଶୁଖ୍ରୀଷ୍ଟ ଜିହୁଦୀୟ ଐତିହାସର ରୀତି ଅନୁସାରେ ସେ ଗୋଟିଏ ଗର୍ଭବୀର ଶାବକ ଉପରେ ବସିଲେ। ଖଡ୍ଗ ଧରି ନାହାନ୍ତି, ବର୍ଚ୍ଛା ଧରି ନାହାନ୍ତି, ସେ ଯୁଦ୍ଧ ଚାହିଁଲେ ନାହିଁ, ସେ ଶାନ୍ତି ସ୍ଥାପନ କରିବା ପାଇଁ ଆସିଲେ। ଏଣୁକରି କଲୋସିୟ 1:20 ସେ କ୍ରୁଶର ରକ୍ତରେ ଶାନ୍ତି ସ୍ଥାପନ କଲେ। ପୁଣି ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତଙ୍କର ମିଳନ କରନ୍ତି। ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱର୍ଗ ସହିତ ପୃଥିବୀକୁ ମିଳାଇ ଦେବା ପାଇଁ ଗୋଟିଏ
ସେ ଗର୍ଭବ ଶାବକ ଉପରେ ବସିକି ଆରୋହଣ କଲେ। ଯେତେବେଳେ ଗୋଟିଏ ଶତ୍ରୁ ରାଜା ଯେତେବେଳେ ଗଧ ଉପରେ ବସିକି ଆସେ, ଆପଣ ମାନେ କଣ ଭାବୁଛନ୍ତି କାହିଁକି ସେମାନେ ଖଜୁରୀ ବାହୁଙ୍ଗା ନେଇକି ନାଚିଲେ ଜାଣିଛନ୍ତି? ଖଜୁରୀ ବାହୁଙ୍ଗା ଏଥିପାଇଁ ନେଇକି ନାଚିଲେ, ତା ମାନେ ଶାନ୍ତି ସ୍ଥାପନ ହେବାକୁ ଯାଉଛି। ଯୁଦ୍ଧ ହେବ ନାହିଁ, ମୃତ୍ୟୁ ଆସିବ ନାହିଁ, ଆମେ ମରିବୁ ନାହିଁ, କାହାର ଘର ଉଜାଡ଼ ହେବ ନାହିଁ, କେହି ହେଲେ ମରିବେ ନାହିଁ। ତା ମାନେ ନଗର ସାରା ଲୋକମାନେ ଆନନ୍ଦରେ ଖଜୁରୀ ବାହୁଙ୍ଗା ଧରିଲେ ଶାନ୍ତି ସ୍ଥାପନ ହେବ, ଶାନ୍ତି ସମସ୍ତେ ପାଇବେ, କାହାର ମୃତ୍ୟୁ ହେବ ନାହିଁ। ଲୋକମାନେ ଜାଣିଥିଲେ ଯିହୁଦୀ ପରମ୍ପରା, ରାଜା ଯଦି ଘୋଡ଼ା ଉପରେ ବସିକି ଆସିଲେ ରକ୍ତ ଝରିବ, ସମସ୍ତେ ମରିବେ, ସୈନିକମାନେ ମରିବେ, ଦେଶରେ ଅଶାନ୍ତି ହେବ। ରାଜା ଯଦି ହାତୀ ଉପରେ ବସିକି ଆସିଲେ ସେ ଅନେକଙ୍କୁ ଦଳି ପକାଇବେ, କିନ୍ତୁ ରାଜା ଯଦି ଗଧ ଉପରେ ବସିକି ଆସିଲେ ସେ ଯୁଦ୍ଧ କରିବେ ନାହିଁ, ସେ ଶାନ୍ତିର ନିୟମ ସ୍ଥାପନ କରିବେ। ହାଲେଲୁୟା, ହାଲେଲୁୟା। ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଥମ ଥର ଆସିଥିଲେ ଶାନ୍ତି ସ୍ଥାପନ କରିବା ପାଇଁ, କିନ୍ତୁ ସେ ଯେତେବେଳେ ଦ୍ୱିତୀୟ ଥର ଆସିବେ ସେତେବେଳେ ସେ ଗଧ ଉପରେ ବସିକି ଆସିବେ ନାହିଁ। ପ୍ରଭୁ ଲୋକମାନେ ପ୍ରକାଶିତ ବାକ୍ୟ ତାର 19 ଅଧ୍ୟାୟ ବାହାର କରନ୍ତୁ, ଆଉ ପ୍ରକାଶିତ ବାକ୍ୟର 19 ଅଧ୍ୟାୟରେ ସେ ଶ୍ଵେତ ଅଶ୍ଵ ଉପରେ ବସିକି ଆସୁଛନ୍ତି, ତାମାନେ ଯୁଦ୍ଧ କରିବା ପାଇଁ ଆସୁଛନ୍ତି। 19 ଅଧ୍ୟାୟର 11, 12, 13 ପଢନ୍ତୁ। ତତ୍ପରେ ମୁଁ ସ୍ୱର୍ଗରୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ ଗୋଟିଏ ଶ୍ଵେତବର୍ଣ୍ଣ ଅଶ୍ଵ, ତାହାର ଅଶ୍ୱାରୋହୀଙ୍କ ନାମ ବିଶ୍ୱସ୍ତ ଓ ସତ୍ୟ, ସେ ନ୍ୟାଯ୍ୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି। ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ। ସେ ରକ୍ତ ନିମଜ୍ଜିତ ବସ୍ତ୍ର ପରିହିତ, ପୁଣି ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ। 15 ସର୍ବସ୍ତ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶ୍ଵେତବର୍ଣ୍ଣ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାତ ଗମନ କଲେ। ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତି ସମୂହକୁ ଆଘାତ କରିବେ। ପ୍ରଭୁଙ୍କ ଲୋକମାନେ ଧ୍ୟାନ ଦେଇକି ଶୁଣିବେ, ଯୀଶୁ ଖ୍ରୀଷ୍ଟ 2000 ବର୍ଷ ପୂର୍ବେ ଆସିଥିଲେ ଗର୍ଭବତୀ ଶାବକ ଉପରେ ବସିକି ଶାନ୍ତିର ନିୟମ ସ୍ଥାପନ କରିବା ପାଇଁ। ତାହା ପାଇଁ ଆଉ ଗୋଟେ ରେଫରେନ୍ସ ଆପଣ ଚାହିଁଲେ ଲେଖିପାରିବେ, ନୋଟ କରିପାରିବେ। ଜିଖରୀୟ 9:10 ପଦରେ ଲେଖା ଅଛି, ସେଠାରେ ସେ ଶାନ୍ତିର କଥା କହିବେ। ଆମ୍ଭେ ପ୍ରୋଇମରୁ ରଥ, ଜେରୁସାଲେମରୁ ଅଶ୍ଵ ଉଚ୍ଛିନ୍ନ କରିବା, ଯୁଦ୍ଧ ଧନୁ ଆଉ ରହିବ ନାହିଁ, ଆଉ ସେ ଗୋଷ୍ଠୀ ଗଣକୁ ଶାନ୍ତିର କଥା କହିବେ। କାହିଁକି ଗର୍ଭବୀ ଉପରେ, ଗର୍ଭବୀର ଶାବକ ଉପରେ ସେ ବସିକି ଆସୁଛନ୍ତି ଯୁଦ୍ଧର କଥା କହିବେ ନାହିଁ, ଶାନ୍ତିର କଥା କହିବା ପାଇଁ। ତାମାନେ ଯୀଶୁ ଯଦି ଗର୍ଭବୀର ଶାବକ ଉପରେ ବସିକି ଆସିଲେ ଶାନ୍ତିର କଥା କହିବା ପାଇଁ। କିନ୍ତୁ ଶୁଣନ୍ତୁ, ଯିହୁଦୀୟ ସମ୍ରାଟ ମାନେ, ରୋମିଓ ଶାସକ ମାନେ ଏ କଥାକୁ ଭଲରେ ଜାଣିଲେ। କାହିଁକି କଣ ଜାଣିଲେ ସେମାନେ? ଯୀଶୁ ଏଇ ରାସ୍ତା ଦେଇକି, ମୁଁ ଆପଣମାନଙ୍କ ଇତିହାସର କଥା କହୁଛି, ଯୀଶୁ ଯେଉଁ ରାସ୍ତା ଦେଇ ଗଧରେ ବସିକି ଯାଇଥିଲେ, ଇସ୍ରାଏଲୀୟ ଲୋକମାନେ, ଯିହୁଦୀୟ ବିଦ୍ୱାନ ମାନେ ତାହାକୁ ଅନୁସନ୍ଧାନ କଲେ, ଆଉ ସେମାନେ ଦେଖିଲେ ଯୀଶୁ ଆସିଲେ, କ୍ରୁଶରେ ରକ୍ତ ଝରାଇଲେ, ଯାହା ଜିଖରୀୟ 9:10 ଲେଖା ଥିଲା ତାହା ଗୋଲଗଥାରେ ସଫଳ ହେଲା। ସେ ରକ୍ତ ଝରାଇଲେ, ଯୀଶୁ ନଗରରେ ପ୍ରବେଶ କଲେ ଶାନ୍ତିର କଥା କହିବା ପାଇଁ। ଆଉ ସେ ଶାନ୍ତିର କଥାକୁ ଇସ୍ରାଏଲ ବୁଝିପାରିଲା ନାହିଁ, ଫାରୁସୀ ମାନେ ବୁଝିପାରିଲେ ନାହିଁ, କିନ୍ତୁ ସେ ଶାନ୍ତିର ନିୟମ ସ୍ଥାପନ କରି, ନୂତନ ନିୟମ ସ୍ଥାପନ କରି, ରକ୍ତ ଝରାଇ ଶୟତାନକୁ ଦଳି ପକାଇ ସମସ୍ତଙ୍କୁ ଶାନ୍ତି ଦେବା ନିମନ୍ତେ, ମୃତ୍ୟୁରୁ ରକ୍ଷା କରିବା ନିମନ୍ତେ କର୍ମ ସାଧନ କରି ଚାଲିଗଲେ। ରୋମିଓ ସମ୍ରାଟ ମାନେ
ଯେତେବେଳେ ଜିହୁଦୀ ଧର୍ମ ଗୁରୁ ମାନଙ୍କ ସହିତ ପରାମର୍ଶ କଲେ ସେମାନେ ଜାଣିଛନ୍ତି ସେ ରାଜା ଆଉ ଥରେ ଆସିବେ। Intelligence. Intelligence. Is for everyone. ନିୟମ କଣ କହୁଛି? ସେ ଯେଉଁ ବାଟେ ଆସିଥିଲେ ଥରେ ସେଇ ବାଟେ ହିଁ ଆସିବେ। ଏଇଟା ତାଙ୍କର ପାରମ୍ପରିକ ନିୟମ। ଏଣୁ ରୋମିଓ ଶାସକ ଜିହୁଦୀ ଧର୍ମଗୁରୁ ମାନେ ଯୀଶୁ ଯେଉଁ ବାଟେ ଦେଇକି ଯାଇଥିଲେ ସେ ରାସ୍ତାକୁ ବନ୍ଦ କରିଦେଲେ, କାନ୍ଥ ସ୍ଥାପନ କରିଦେଲେ। ପ୍ରଭୁଙ୍କ ଲୋକମାନେ ସେମାନେ ଭାବୁଛନ୍ତି ପ୍ରଭୁ ଯୀଶୁ ପୁଣି ଥରେ ସେଇ ବାଟେ ଚାଲିକି ଆସିବେ। ପ୍ରଭୁ ଯୀଶୁ ସେ ବାଟେ ଆସିବେ ନାହିଁ। ପ୍ରଭୁ ଯୀଶୁ ଆସୁଛନ୍ତି ଆଉ ଗର୍ଭବ ଉପରେ ନାହିଁ। କାହିଁକି? ସେ ଥରେ ଆସିଥିଲେ ଶାନ୍ତିର ନିୟମ ସ୍ଥାପନ କରିବା ପାଇଁ, ଦ୍ୱିତୀୟ ଥର ଆସୁଛନ୍ତି ସେ ଯୁଦ୍ଧ କରିବା ପାଇଁ। ଶ୍ଵେତ ଅଶ୍ଵ ଉପରେ ଆରୋହଣ କରି ପ୍ରଭୁଙ୍କ ଲୋକମାନେ ସେଦିନ ସେ ଗୋଷ୍ଠୀ ସମୂହକୁ ଆଘାତ କରିବେ ବୋଲି ଆମେ ପଢିଲୁ। ତାମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏଇ ଯୋଉ ଆଗମନ କଥା ମୁଁ କହୁଛି ଏହା ରାପ୍ଚର ନୁହେଁ। ରାପ୍ଚରରେ ସେ ଆସିବେ ନାହିଁ। ମଣ୍ଡଳୀକୁ ସେ ନେଇକି ଚାଲିଯିବେ। ମଣ୍ଡଳୀ ମଧ୍ୟ ଆକାଶକୁ ନୀତ ହେବ ଆଉ ସେ ତାଙ୍କ ଆଗମନ ମଧ୍ୟ ଆକାଶକୁ ହେବ। ମଣ୍ଡଳୀ ମଧ୍ୟ ଆକାଶକୁ ଯିବ। କିନ୍ତୁ ଯେତେବେଳେ ସେ ରାଜା ମାନଙ୍କ ରାଜା ହେଇ ପୃଥିବୀରେ ରାଜତ୍ୱ କରିବା ପାଇଁ ଆସିବେ, 1000 ବର୍ଷର ରାଜତ୍ୱ କରିବେ, ସେ ଶ୍ଵେତ ଅଶ୍ଵ ଉପରେ ଆରୋହଣ କରିକି ଆସିବେ। କେହି ତାହାଙ୍କର ଶାସନକୁ ରୋକି ପାରିବ ନାହିଁ। ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ଯେତେବେଳେ ସେ ଗଧର ଛୁଆ ଉପରେ ବସିକି ଗଲେ, ଲୋକମାନେ ତାଙ୍କୁ ଧରିଲେ ଆଉ ତାଙ୍କୁ ନେଇକି କ୍ରୁଶରେ ବଧ କରିଦେଲେ। ଆମେ ଘଟଣାଟିକୁ ଜାଣୁ। 7 ଦିନ ଭିତରେ ଲୋକମାନଙ୍କର ମନ ବଦଳିଗଲା। 7 ଦିନ ପୂର୍ବେ ସମସ୍ତେ ନାଚିଥିଲେ ଯୀଶୁ ଆସିବେ, ଶାନ୍ତି ସ୍ଥାପନ କରିବେ ଆଉ କହିଲେ ହୋଶାନା ଦାଉଦ ସନ୍ତାନ। ଲୋକମାନଙ୍କର ଆଶା ଥିଲା ଯେଉଁ ଦାଉଦ ସନ୍ତାନ ଆସିବେ ଇସ୍ରାଏଲର ରାଜା ହେବେ। ସେମାନେ ଜାଣିଗଲେ ଏ ରାଜା ଆସୁଅଛନ୍ତି ଗର୍ଭବୀର ଶାବକ ଉପରେ ବସିକି। ତାମାନେ ଆମର ଅଶାନ୍ତିର ଦିନ ଦୂର ହେବ, ଅଶାନ୍ତିର ଦିନ ଦୂର ହେବ, ଦୁଃଖର ଦିନ ଦୂର ହେବ, ସମସ୍ୟାର ଦିନ ଦୂର ହେବ। କିନ୍ତୁ ସେମାନେ ଚିହ୍ନି ପାରିଲେ ନାହିଁ। ସପ୍ତାହଟି ଭିତରେ ସେମାନେ ଯୀଶୁଙ୍କୁ କ୍ରୁଶରେ ଚଢାଅ ବୋଲିକି ସମର୍ପଣ କରିଦେଲେ। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ସେ ରାସ୍ତା କାନ୍ଥ ଦେଇକି ବନ୍ଦ କରି ଦିଆଗଲା। କିନ୍ତୁ ପ୍ରଭୁଙ୍କ ଲୋକମାନେ ଆମମାନଙ୍କ ରାଜା ଆଉ ଥରେ ଆସିବାକୁ ଯାଉଛନ୍ତି। ସେ ଶ୍ଵେତ ଅଶ୍ଵ ଉପରେ ଆରୋହଣ କରିକି ଆସିବେ। ସେତେବେଳେ ସେ ଶାନ୍ତି ବା ନିୟମ ସ୍ଥାପନ କରିବେ ନାହିଁ। ସେତେବେଳେ ସେ ଶୟତାନକୁ ସଂହାର କରିବା ପାଇଁ ଆସିବେ। ତାହାକୁ ବାନ୍ଧିକି ପାତାଳ କୁଣ୍ଡରେ ନିକ୍ଷେପ କରିବା ପାଇଁ ଆସିବେ। ଆଉ ଯେତେବେଳେ ସେ ଆସିବେ ତାହାକୁ ବାନ୍ଧିକି ପାତାଳ କୁଣ୍ଡରେ ନିକ୍ଷେପ କରିବେ। ପ୍ରକାଶିତ 20 ଅଧ୍ୟାୟର 1, 2, 3ରେ ଲେଖା ଅଛି ଶୟତାନ 1000 ବର୍ଷ ପର୍ଯ୍ୟନ୍ତ ପାତାଳରେ ବନ୍ଦୀ ହେଇକି ରହିବ। ସେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ରାଜତ୍ୱ କରିବେ। ସେ ଗର୍ଭବୀର ଶାବକ ଉପରେ ଆସିଥିଲେ, ଶାନ୍ତି ସ୍ଥାପନ କଲେ। ସେ ଅଶ୍ଵ ଉପରେ ହୋଇକି ଆସିବେ, ପୃଥିବୀରେ ରାଜତ୍ୱ କରିବେ। ହାଲେଲୁୟା, ହାଲେଲୁୟା। ତାମାନେ ପ୍ରଭୁଙ୍କ ଲୋକମାନେ ଏ ଗର୍ଭବକୁ ଦିନେ ମନ୍ଦିରରେ ସୁଯୋଗ ନଥିଲା। ଏ ଗର୍ଭବକୁ ଦିନେ ବଦନାମ କରାଯାଇଥିଲା। କିନ୍ତୁ ଯେଉଁଦିନ ଯୀଶୁ ବସି ପଡ଼ିଲେ, ଏ ଗର୍ଭବକୁ ମନ୍ଦିର ଭିତରକୁ ଯିବାକୁ, ଜେରୁସାଲେମ ଭିତରକୁ ଯିବାକୁ ସୁଯୋଗ ମିଳିଲା। କେହି ତାହାର ବେକ ଭାଙ୍ଗିଲେ ନାହିଁ। ମୁଁ କହିବା ପାଇଁ ଚାହେଁ, ଯେ ଯାଏ ଯୀଶୁ ଆପଣଙ୍କ ଉପରେ ଥିବେ, ଆପଣଙ୍କର ଦୁର୍ନାମ ଦୂର ହେଇକି ସୁନାମ ଆରମ୍ଭ ହେବ। ଯେଉଁ ପଥକୁ ପ୍ରଭୁ କେବେ ବି ବ୍ୟବହାର
କରିନଥିଲେ ସେଇ ଗଧକୁ ନେଇକି ସେ ଶାନ୍ତି ସ୍ଥାପନ କରିବା ପାଇଁ ଯାତ୍ରା କଲେ। ଯଦି ଯୀଶୁ ଆସିବେ ଆପଣ ନିଜକୁ ଯେତେ ଅଦରକାରୀ ଅଗ୍ରାହ୍ୟ ତୁଚ୍ଛନୀୟ ବୋଲି ଭାବୁଛନ୍ତି ଆପଣଙ୍କର ତୁଚ୍ଛୀକୃତ ଅବସ୍ଥା ଦୂର ହେଇଯିବ। ଯେସାୟା 9 ଅଧ୍ୟାୟର 1-2 ଲେଖା ଅଛି, କାରଣ ଆମମାନଙ୍କ ନିମନ୍ତେ ବାଳକ ଜନ୍ମି ଅଛନ୍ତି। କାହିଁକି ଜନ୍ମି ଅଛନ୍ତି ତାହାର 6 ପଦରେ ଲେଖା ଅଛି ବାଳକ ଜନ୍ମି ଅଛନ୍ତି, କିନ୍ତୁ 1-2 ଲେଖା ଅଛି ତୁଚ୍ଛୀକୃତକୁ ସମ୍ଭ୍ରାନ୍ତ କରିବା ପାଇଁ ଜନ୍ମି ଅଛନ୍ତି। ହାଲେଲୁୟା ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ବାଇବଲରେ ଏ ହେଲା ଗୋଟିଏ ଗଧ ଯାହାକୁ କେବେ ମନ୍ଦିର ଜେରୁସାଲେମର ପ୍ରାଙ୍ଗଣକୁ ଯିବାର ସୁଯୋଗ ନଥିଲା, କିନ୍ତୁ ଯୀଶୁ ବସନ୍ତେ ଯିବାର ସୁଯୋଗ ପାଇଲା। ଇସ୍ମାଇଲ ହେଲା ବନଗର୍ଦ୍ଧବ, ରାଜା ଯୀଶୁ ଆରୋହଣ କଲେ ଗୋଟିଏ ଗର୍ଦ୍ଧବର ଶାବକ ଯାହାକୁ କେବେ ସୁଯୋଗ ନଥିଲା। ବାଇବଲରେ ଆଉ ଗୋଟିଏ ଗଧ ଯାହାକୁ ଗୋଟିଏ ଟାଇମ ପାଇଁ ବ୍ୟବହାର କରାଯାଇଥିଲା, ତୃତୀୟ ଗଧ, ସେ ହେଲା ବିଲିୟମର ଗଧ। ବିଲିୟମର ଗଧକୁ ମାଡ଼ ପଡ଼ିଲା 3 ଥର, ପ୍ରଭୁ ତାର ମୁଖ ଫିଟାଇ ଦେଲେ। ବିଲିୟମର ଗଧ ସବୁବେଳେ ବିଲିୟମକୁ ନେଇକି ଯାତ୍ରା କରୁଥିଲା, ସବୁବେଳେ ବିଲିୟମକୁ ସେ ବହନ କରିକି ଯାଉଥିଲା। ଦିନେ ବିଲିୟମ ତାକୁ ପ୍ରହାର କରନ୍ତେ ତାର ମୁଖ ଫିଟିଗଲା। ବର୍ଣ୍ଣନା ପୁସ୍ତକ 22:21, ଦ୍ୱିତୀୟ ପିତର 2:16, ଦ୍ୱିତୀୟ ପିତର 2:16 ଖାଲି ଟିକେ ପଢନ୍ତୁ। କିନ୍ତୁ ସେ ଆପଣା ଅପରାଧ ସକାଶେ ଅନୁଯୋଗ ପ୍ରାପ୍ତ ହେଲା। ଗୋଟିଏ ମୂକ ପଶୁ ମନୁଷ୍ୟ ସ୍ୱରରେ କଥା କହି ଭାବବାଦୀର ଉନ୍ମୋଦତା ନିବୃତ୍ତ କଲା। ଗୋଟିଏ ମୂକ ପଶୁ, ମୁଁ କହିବି ଭାଇମାନେ, ପ୍ରଭୁଙ୍କ ଲୋକମାନେ, ଗୋଟେ ସମୟ ଆସିଲା ବାଇବଲରେ କୌଣସି ପଶୁ ମୁଖ ଫିଟାଇକି ପ୍ରଭୁଙ୍କ ସେବା କରିନାହିଁ। ମୁଖ ଫିଟାଇକି ଯଦି ବା କରିଛି, କୁକୁଡ଼ା କରିଛି। ପିତରଙ୍କ ସମୟରେ କୁକୁଡ଼ା ଡାକିଲା, ପିତର ସେ ସ୍ୱର ଶୁଣିକି କାନ୍ଦିଲେ, ଅନୁତାପ କଲେ। କିନ୍ତୁ ମନୁଷ୍ୟର ଭାଷାରେ, କାହାର ଭାଷାରେ? ମନୁଷ୍ୟର ଭାଷାରେ। ଯଦି ସେ ବିଲିୟମ କନ୍ଧମାଳର ହେଇଥାନ୍ତା, ଗଧ କୋଉ ଭାଷା କହିଥାନ୍ତା? କୁଇ ଭାଷା କହିଥାନ୍ତା। କିନ୍ତୁ ସେ ଗଧ କନ୍ଧମାଳର ନାଇଁ ବୋଲି ଭାବୁଛ କି? ସେ କନ୍ଧମାଳର ଗଧ ଅଟେ। ଯେତେ ପପକା ଆବା ମାନେ ବସୁଛନ୍ତି କଣ ବୋଲି ଭାବୁଛ? ଏମାନେ ହେଲେ ପ୍ରଭୁଙ୍କର ଗଧ। କିନ୍ତୁ ଯେ ଯାଏ ମାଡ଼ ପଡିବ ନାହିଁ, ଆମ ଦେଇ ପ୍ରଭୁଙ୍କ ସ୍ୱର ବାହାରିବ ନାହିଁ। ଖାଲି ଟ୍ରେନିଂ ନେଲେ ଏ ସିଟେ ପ୍ରଭୁଙ୍କର ମାଡ଼ ପଡିଥିବ ଯାହାକୁ। କାହିଁକି ମୁଁ କହୁଛି ମାଡ଼ ପଡିବ? ପରମେଶ୍ୱର ପ୍ରହାର ଦ୍ୱାରା ଶିକ୍ଷା ଦିଅନ୍ତି। ପିଟା କର୍ମରେ ସିନ୍ଦୁକ ତିଆରି କଲେ ବ୍ୟବହାର ହେଲା, ପିଟା କର୍ମରେ ଦୀପ ବୃକ୍ଷ ତିଆରି କଲେ ବ୍ୟବହାର ହେଲା। ଆହୁରି ଗରଡ଼ା ପଥର ଯାହା ପାଣି ମାଡ଼ ଖାଇ ଖାଇ ଚିକଣ ହେଇଛି ତାହା ଦାଉଦଙ୍କ ଦ୍ୱାରା ବ୍ୟବହାର ହେଲା। ପରମେଶ୍ୱର ଯୋଉମାନେ ଶାସିତ ହେଇକି ଶିଖିଛନ୍ତି ସେମାନଙ୍କୁ ସେ ଶୀଘ୍ର ବ୍ୟବହାର କରନ୍ତି। ଏଇ କଥା ପ୍ରହାର ଖାଇଲା, ପ୍ରଭୁ ତାର ମୁଖ ଫିଟାଇଲେ, ମନୁଷ୍ୟର ଭାଷାରେ ସେ କଥା କହିଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏ ଗଧ ଦିନକୁ ଦିନ ପ୍ରମୋଶନ ହେଇକି ଚାଲିଲା। ଦିନ ଥିଲା ଗଧକୁ ମୃତ୍ୟୁ ରଖାଯାଇଥିଲା ଯଦି ତାକୁ ମୁକ୍ତ କରାନଯିବ। ସମୟ ଆସିଲା ରାଜା ମାନେ ଆରୋହଣ କଲେ। ଯଦି ଶାନ୍ତିର କାମ କରିବାର ଅଛି, ଗଧ ନ ଚଢିକି ଗଲେ ହେଉନଥିଲା। ପ୍ରଭୁଙ୍କ ଲୋକମାନେ ଶୁଣନ୍ତୁ,
ବିଲିୟମ ବି ସେଇଥିପାଇଁ ଗଧ ଉପରେ ବସିକି ଯାଇଥିଲା। ସେ ମଧ୍ୟ ଶାନ୍ତିର ବାର୍ତ୍ତା ନେଇକି ଗଲା, କିନ୍ତୁ ଚୋର ବୁଦ୍ଧି ଯାଇ ନାହିଁ, ପଇସା ଖାଇବାର ବୁଦ୍ଧି ଯାଇ ନାହିଁ, ଅଭିଶାପ ଦେବା ପାଇଁ ପଇସା ଲାଞ୍ଚ ଖାଇଛି। ଏଣୁକରି ଯୋଉ ମିଶନ ନେଇକି ସେ ବାହାରିଥିଲା ତାହା ସକ୍ସେସ ହେଲା ନାହିଁ, ଉଲ୍ଟା ଗଧ ଦ୍ୱାରା ବାଇବଲ ଷ୍ଟଡି ପାଇକି ରକ୍ଷା ପାଇଲା। ମୁଁ କହିବା ପାଇଁ ଚାହେଁ, ଆଜି ଯେତେ ଗଧ ଏଠାରେ ଅଛୁ, ଆପଣଙ୍କୁ ଗଧ ବୋଲି କହିଲେ ଖରାପ ଲାଗୁଥିବ, ଲାଗୁନାହିଁ, ହେଲେ କାହିଁକି ଆପଣ ଗଧ ପରି ବ୍ୟବହାର ହେଉନାହାନ୍ତି? ପ୍ରଭୁଙ୍କ ଲୋକମାନେ, ଯଦି ଗୋଟେ ଗଧର ମୁଖ ଦ୍ୱାରା ଜଣେ ମହାନ ଭାବବାଦୀ ପରିବର୍ତ୍ତନ ହେଇଯାଉଛି, ତେବେ ଆମର ମୁଖ ଦ୍ୱାରା କାହିଁକି ଅନେକ ଲୋକ ପରିବର୍ତ୍ତନ ହେବେ ନାହିଁ? ଯାହାକୁ ଦିନେ ଅଦରକାରୀ ବୋଲି ବଦନାମ କରାଯାଇଥିଲା, ସମୟ ଆସିଲା ସେ ବ୍ୟବହାର ହେବାକୁ ଲାଗିଲା, ସେ ବ୍ୟବହାର ହେବାକୁ ଲାଗିଲା। ମୁଁ କହିବା ପାଇଁ ଚାହେଁ, ଏଠାରେ ଯଦି ଆପଣଙ୍କୁ ସମାଜ ତୁଚ୍ଛ କରୁଛି, ମଣ୍ଡଳୀ ତୁଚ୍ଛ କରୁଛି, ଗାଁ ଲୋକ ତୁଚ୍ଛ କରୁଛନ୍ତି, ଶୁଣନ୍ତୁ ଆପଣଙ୍କ ପାଇଁ ଗୋଟେ ଗୁଡ ନ୍ୟୁଜ। ପ୍ରଭୁ ତୁଚ୍ଛୀକୃତକୁ ସମ୍ଭ୍ରାନ୍ତ କରିବା ପାଇଁ ଜନ୍ମ ହେଲେ, ପ୍ରଭୁ ଅଦରକାରୀକୁ ଗ୍ରହଣୀୟ କରିବା ପାଇଁ ଜନ୍ମ ହେଲେ। ତାମାନେ ଆପଣ ଯଦି ସମ୍ପୂର୍ଣ୍ଣ ସମର୍ପିତ ହେବେ, ଶୀଘ୍ର ପ୍ରଭୁ ସମସ୍ତଙ୍କ ଠାରୁ ଅଧିକ ଆପଣଙ୍କୁ ବ୍ୟବହାର କରିବା ସମୟ ଆସୁଛି।